ସେହିପରି ସର୍ବାକର୍ଷ। କୃଷ୍ଣ ଯେମିତି ବିଭୁ ବସ୍ତୁ, ଭାଗବତ ସେହିପରି ବିଭୁ ବସ୍ତୁ। ପ୍ରତି ଶ୍ଲୋକ ପ୍ରତି ଅକ୍ଷର ନାନା ଅର୍ଥ କରେ। ଏହାର ଶ୍ଲୋକ, ଏହାର ପ୍ରତିଟି ଶବ୍ଦ, ପ୍ରତି ଅକ୍ଷର ଭିନ୍ନ ଭିନ୍ନ ଅର୍ଥ। ଆମର ଇସ୍କନର ପ୍ରତିଷ୍ଠାତା ଆଚାର୍ଯ୍ୟ ଶ୍ରୀ ଏ.ସି. ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ ଗୋଟେ ଶ୍ଲୋକର ଉପର ଭିନ୍ନ ଭିନ୍ନ ଜାଗାରେ ପ୍ରବଚନ ଦେଇଛନ୍ତି। ଭିନ୍ନ ଭିନ୍ନ ଜାଗାରେ ଭିନ୍ନ ଭିନ୍ନ ଭାବରେ ସେ ପ୍ରବଚନ ଦେଇଛନ୍ତି। ଗୋଟେ ପ୍ରକାର କଥା କହିନାହାନ୍ତି, ଭିନ୍ନ ଭିନ୍ନ ଅର୍ଥ ହେଇଛି। ଏହା ହେଉଛି ଭାଗବତ। ତେଣୁ ସେଇ ଭାଗବତ ସମ୍ବନ୍ଧରେ ସ୍ୱୟଂ ଭଗବାନ ଏଇ କଥା କହୁଛନ୍ତି, ଯେଉଁମାନେ ତାଙ୍କର ଅନନ୍ୟ ଭକ୍ତ ସେମାନଙ୍କ ଜୀବନ ହେଉଛି ଭଗବାନଙ୍କ କଥା। ଏହା ହେଉଛି ତାଙ୍କ ସେମାନଙ୍କର ଜୀବନ। ଏହିପରି ଭଗବାନଙ୍କ କଥା, ଭଗବାନଙ୍କ ଟପିକ୍ସ ଏହାର ଉପରେ ଆଲୋଚନା କରି